ରାଜେଶ ଏକ ଛୋଟ ସହରରେ ରହୁଥିଲେ। ସେ ଏକ ଧନୀ ପରିବାରର ସନ୍ତାନ ଥିଲେ, କିନ୍ତୁ ତାଙ୍କର ହୃଦୟ ଜଣେ ଗ୍ରାମାଞ୍ଚଳ ଲୋକଙ୍କ ପରି ସରଳ ଥିଲା। ତାଙ୍କୁ ପ୍ରାୟ 40 ବର୍ଷ ହୋଇଥିଲା। କିଛି ବର୍ଷ ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା ଏବଂ ସେ ଏବେ ଘରେ ଏକା ରହୁଥିଲେ। ବ୍ୟବସାୟ ଭଲ ଚାଲିଥିଲା। ସହରର ମଧ୍ୟଭାଗରେ ତାଙ୍କର ଏକ ଦୋକାନ ଥିଲା, ଯେଉଁଠାରେ ସେ ପ୍ରତିଦିନ ସନ୍ଧ୍ୟାରେ ଫେରୁଥିଲେ। କିନ୍ତୁ ତାଙ୍କୁ ଘରର ଯତ୍ନ ନେବା ପାଇଁ କାହାକୁ ଆବଶ୍ୟକ ଥିଲା, କାରଣ ସେ ସବୁବେଳେ କାମରେ ବୁଡ଼ି ରହୁଥିଲେ। ଗୋଟିଏ ଦିନ ଜଣେ ବନ୍ଧୁ ଜଣେ ଚାକରାଣୀଙ୍କୁ ନିଯୁକ୍ତି ଦେବାକୁ ପରାମର୍ଶ ଦେଲେ। ରାଜେଶ ରାଜି ହେଲେ ଏବଂ ଖୁବ୍ ଶୀଘ୍ର ଉର୍ମିଳା ନାମକ ଏକ ଝିଅ ତାଙ୍କ ଘରେ ପହଞ୍ଚିଲା। ଉର୍ମିଳାଙ୍କ ବୟସ ପ୍ରାୟ 25 କିମ୍ବା 26 ବର୍ଷ। ସେ ଗାଁରୁ ଆସିଥିଲେ, କିନ୍ତୁ ସେ ସହର ପରିବେଶରେ ମିଶି ଯାଇଥିଲେ। ତାଙ୍କ ଆଖି ବଡ଼ ଥିଲା, ଯେପରି କୌଣସି ଗୁପ୍ତ କଥା ଲୁଚାଇ ରଖୁଥିଲେ, ଏବଂ ତାଙ୍କ ଓଠରେ ସବୁବେଳେ ଏକ ହାଲୁକା ହସ ରହୁଥିଲା। ତାଙ୍କର ଶରୀର ଏପରି ଥିଲା ଯେ ତାଙ୍କୁ ଦେଖିଲେ ଯେ କେହି ଏକ ମୁହୂର୍ତ୍ତ ପାଇଁ ଅଟକି ଯାଉଥିଲେ। ଅତ୍ୟଧିକ ପତଳା କିମ୍ବା ଅତ୍ୟଧିକ ମୋଟା ନୁହେଁ, କେବଳ ଏପରି ଯେ ଆଖିକୁ ଅସ୍ଥିର କରିଦେବ। ଲମ୍ବା କଳା କେଶ ଯାହା ତାଙ୍କ ପିଠି ତଳକୁ ଲମ୍ବି ଯାଇଥିଲା ଏବଂ ଯେତେବେଳେ ସେ ଝାଡୁ କରୁଥିଲେ ତାହା କେତେବେଳେ ତାଙ୍କ ମୁହଁ ଉପରେ ପଡ଼ିଯାଉଥିଲା। ସେ ଗର୍ବର ସହିତ ଏହାକୁ ପଛକୁ ଟାଣି ଦେଉଥିଲା। ତାର ଚାଲିବାରେ ଏକ ଲୟ ଥିଲା, ଯେପରି ସେ ନାଚୁଥିଲା। ଉର୍ମିଳା ଏତେ ନରମ ଦେଖାଯାଉଥିଲା, ଯେପରି ସ୍ପର୍ଶ କଲେ କ୍ରିମ ତାଙ୍କ ମୁହଁରୁ ଖସି ଯାଇପାରେ, କିନ୍ତୁ ବାସ୍ତବରେ ଉର୍ମିଳାର ଏକ ପବିତ୍ର ହୃଦୟ ଥିଲା। ସେ କେବଳ ତାର କାମରେ ଲାଗି ପଡ଼ିଲା। ସେ ପହଞ୍ଚିବା ମାତ୍ରେ ସେ କାମ କରିବାକୁ ଲାଗିଲା ଏବଂ ରାଜେଶ ଭାବିଲା ଯେ ଘରଟି ସଜାଡ଼ି ହେବା ଭଲ। ପ୍ରଥମ ଦିନରୁ ଉର୍ମିଳା ଘର ଚମକଦାର କରିବା ଆରମ୍ଭ କଲା। ସେ ସକାଳୁ ଶୀଘ୍ର ଉଠି ଚାହା ତିଆରି କରୁଥିଲା। ତାପରେ ସେ ଝାଡୁ ମାରୁଥିଲା, ପୋଷାକ ଧୋଇ ଦେଉଥିଲା ଏବଂ ରୋଷେଇ ଘରେ ରୋଷେଇ କରୁଥିଲା। ରାଜେଶ ଅଫିସକୁ ଯିବା ପୂର୍ବରୁ ନାସ୍ତା କରୁଥିଲା ଏବଂ ଉର୍ମିଳା ନମ୍ରତାର ସହିତ ପ୍ଲେଟ ରଖୁଥିଲା। ମହାଶୟ, ଚାହା ଗରମ ଅଛି, ଦୟାକରି ଏହାକୁ ଶୀଘ୍ର ପିଅ ବୋଲି ସେ କହୁଥିଲା ଏବଂ ତାର କଣ୍ଠସ୍ୱରରେ ଏକ ମିଠା ଥିଲା ଯାହା ତାର କାନରେ ବାଜୁଥିଲା। ରାଜେଶ ହସି ହସି କହୁଥିଲା, ଏହା ଭଲ ତିଆରି ହୋଇଛି। ଉର୍ମିଳା, ଏତେ ଭଲ ଚା ତିଆରି କରିବା କେଉଁଠାରୁ ଶିଖିଲ? ଉର୍ମିଳା ହସି କହୁଥିଲା, ମୋ ମା ମୋତେ ଗାଁରେ ଶିଖାଇଥିଲେ। ମହାଶୟ, ସେଠାରେ ସବୁକିଛି ହାତରେ କରାଯାଏ, କୌଣସି ମେସିନ ନାହିଁ। ତାପରେ ଦିନ ବିତିଗଲା ଏବଂ ଘରେ ଏକ ନିୟମିତ ବିକଶିତ ହେଲା। ରାଜେଶ ସନ୍ଧ୍ୟାରେ ଫେରି ଆସୁଥିଲା ଏବଂ ଉର୍ମିଳା ଦ୍ୱାର ଖୋଲି ଦେଉଥିଲା। ଆପଣ ଏଠାରେ ଅଛନ୍ତି ମହାଶୟ, ଆପଣ ନିଶ୍ଚୟ କ୍ଳାନ୍ତ ହୋଇଥିବେ, ମୁଁ ପାଣି ଆଣୁଛି। ସେ ପାଣି ଗ୍ଲାସ ଆଣି ଦେଉଥିଲା ଏବଂ କେତେବେଳେ ତାଙ୍କୁ ଦେବା ସମୟରେ ସେମାନଙ୍କର ଆଙ୍ଗୁଠି ସ୍ପର୍ଶ କରୁଥିଲା, କିନ୍ତୁ ଏହା କେବଳ ଏକ ସଜୋଗ ଥିଲା। ରାଜେଶ କହୁଥିଲା, ଉର୍ମିଳା, ଆଜି ଦୋକାନରେ ବହୁତ କାମ ଥିଲା, ମୋ ପିଠି ଯନ୍ତ୍ରଣା ହେଉଛି। ଉର୍ମିଳା କହୁଥିଲା, ମହାଶୟ, ଦୟାକରି ବିଶ୍ରାମ ନିଅ, ମୁଁ ଖାଦ୍ୟ ଗରମ କରିବି। କିନ୍ତୁ ସେ କେବେ ମସାଜ ପାଇଁ ରାଜି ହେଉନଥିଲା। ସେ କେବଳ କାମ କରିବାକୁ ଯାଉଥିଲା, କିନ୍ତୁ ରାଜେଶ ହୁଏତ ତାଙ୍କଠାରୁ ମସାଜ ଚାହୁଥିଲା। ଏହା ଗୋଟିଏ ସନ୍ଧ୍ୟା ଥିଲା। ରାଜେଶ ଘରକୁ ଫେରି ଦେଖିଲେ ଉର୍ମିଳା ରୋଷେଇ ଘରେ ଠିଆ ହୋଇଥିଲେ। ବାସନ ଧୋଇବାରୁ ତାଙ୍କ ପୋଷାକ ଟିକେ ଓଦା ହୋଇଯାଇଥିଲା। ତାଙ୍କ ବେକରୁ ପାଣି ଟୋପା ଟପକି ପଡୁଥିଲା ଏବଂ ସେ ସେଗୁଡ଼ିକୁ ପୋଛି ଦେଉଥିଲେ। ରାଜେଶ ପଚାରିଲେ, କଣ ହେଲା ଉର୍ମିଳା, ଏତେ ଥକାନ କିପରି ହେଲୋ? ଉର୍ମିଳା ପଛକୁ ଫେରିଗଲା। ମହାଶୟ, ମୁଁ କେବଳ ବାସନ ସଫା କରୁଥିଲି, ବହୁତ ପାଣି ପଡ଼ିଯାଇଥିଲା। ଆପଣ ବସି ଯାଆନ୍ତୁ, ମୁଁ ଚା ତିଆରି କରିବି। ରାଜେଶ ବସି ପଡ଼ିଲେ, କିନ୍ତୁ ତାଙ୍କ ଆଖି ମୁସ୍କାନ ଉପରେ ସ୍ଥିର ରହିଲା। ସେ କେବଳ କାମ କରିବାକୁ ଯାଉଥିଲା, କିନ୍ତୁ ରାଜେଶ ହୁଏତ ତାଙ୍କଠାରୁ ମସାଜ ଚାହୁଥିଲା। ଏହା ଗୋଟିଏ ସନ୍ଧ୍ୟା ଥିଲା। ରାଜେଶ ଘରକୁ ଫେରି ଦେଖିଲେ ଉର୍ମିଳା ରୋଷେଇ ଘରେ ଠିଆ ହୋଇଥିଲେ। ବାସନ ଧୋଇବାରୁ ତାଙ୍କ ପୋଷାକ ଟିକେ ଓଦା ହୋଇଯାଇଥିଲା। ତାଙ୍କ ବେକରୁ ପାଣି ଟୋପା ଟପକି ପଡୁଥିଲା ଏବଂ ସେ ସେଗୁଡ଼ିକୁ ପୋଛି ଦେଉଥିଲେ। ରାଜେଶ ପଚାରିଲେ, କଣ ହେଲା ଉର୍ମିଳା, ଏତେ ଥକାନ କିପରି ହେଲୋ? ଉର୍ମିଳା ପଛକୁ ଫେରିଗଲା। ମହାଶୟ, ମୁଁ କେବଳ ବାସନ ସଫା କରୁଥିଲି, ବହୁତ ପାଣି ପଡ଼ିଯାଇଥିଲା। ଆପଣ ବସି ଯାଆନ୍ତୁ, ମୁଁ ଚା ତିଆରି କରିବି। ରାଜେଶ ବସି ପଡ଼ିଲେ, କିନ୍ତୁ ତାଙ୍କ ଆଖି ଉର୍ମିଳା ଉପରେ ସ୍ଥିର ରହିଲା। ଉର୍ମିଳାର ଓଦା ଶାଢ଼ୀ ତା ଶରୀରରେ ଲାଗି ରହିଥିଲା ଏବଂ ସେ ସତର୍କତାର ସହିତ ଚାଲିଥିଲା। ମାଲିକ ହୁଏତ କିଛି କହିଥାନ୍ତେ, କିନ୍ତୁ ରାଜେଶ କେବଳ କହିଲା, ଉର୍ମିଳା, ତୁମେ ଭଲ କାମ କର, କେବଳ କାମ କର ନାହିଁ, ଘର ଏବେ ସଫା ଦେଖାଯାଉଛି। ଉର୍ମିଳା ଲାଜ ହୋଇଗଲା। ଧନ୍ୟବାଦ ମହାଶୟ, ମୁଁ କେବଳ ମୋର କର୍ତ୍ତବ୍ୟ କରୁଛି ଏବଂ କଥାବାର୍ତ୍ତା ସେଠାରେ ଶେଷ ହେଲା। ତାପରେ ମୁସ୍କାନ ତାକୁ ଚାହା ପିଆଇଲା ଏବଂ ରାଜେଶ ତାହା ପିଇଲା। ସେହି ରାତିରେ ମୁସ୍କାନ ଘର ପଛପଟେ ଥିବା ତାଙ୍କ ଛୋଟ କୋଠରୀକୁ ଯାଇ ଶୋଇପଡ଼ିଲା। ରାଜେଶ ମଧ୍ୟ ତାଙ୍କ କୋଠରୀକୁ ଗଲା, କିନ୍ତୁ ମୁସ୍କାନର ହସ ତାଙ୍କ ମନରେ ରହିଗଲା। ଉର୍ମିଳାର ଓଦା ଶାଢ଼ୀ ତା ଶରୀରରେ ଲାଗି ରହିଥିଲା ଏବଂ ସେ ସତର୍କତାର ସହିତ ଚାଲିଥିଲା। ମାଲିକ ହୁଏତ କିଛି କହିଥାନ୍ତେ, କିନ୍ତୁ ରାଜେଶ କେବଳ କହିଲା, ଉର୍ମିଳା, ତୁମେ ଭଲ କାମ କର, କେବଳ କାମ କର ନାହିଁ, ଘର ଏବେ ସଫା ଦେଖାଯାଉଛି। ଉର୍ମିଳା ଲାଜ ହୋଇଗଲା। ଧନ୍ୟବାଦ
ମହାଶୟ ମୁଁ କେବଳ ମୋର କର୍ତ୍ତବ୍ୟ କରୁଛି ଏବଂ କଥାବାର୍ତ୍ତା ସେଠାରେ ଶେଷ ହେଲା। ତାପରେ ଉର୍ମିଳା ତାକୁ ଚାହା ପିଆଇଲା ଏବଂ ରାଜେଶ ତାହା ପିଇଲା। ସେହି ରାତିରେ ଉର୍ମିଳା ଘର ପଛପଟେ ଥିବା ତାଙ୍କ ଛୋଟ କୋଠରୀକୁ ଯାଇ ଶୋଇପଡ଼ିଲା। ରାଜେଶ ମଧ୍ୟ ତାଙ୍କ କୋଠରୀକୁ ଗଲା, କିନ୍ତୁ ଉର୍ମିଳାର ହସ ତାଙ୍କ ମନରେ ରହିଗଲା। ପରବର୍ତ୍ତୀ କିଛି ଦିନ ଧରି ଉର୍ମିଳା ଏବଂ ରାଜେଶଙ୍କ କଥାବାର୍ତ୍ତା ବଢିଗଲା। ସକାଳେ ଜଳଖିଆ ସମୟରେ ରାଜେଶ ପଚାରୁଥିଲା, ଉର୍ମିଳା ତୁମ ଗାଁରେ କଣ ହୁଏ? ତୁମେ ମୋତେ କେବେ କୁହ ନାହିଁ। ଉର୍ମିଳା ହସି ଉତ୍ତର ଦେଲା, ମହାଶୟ ସେଠାରେ କ୍ଷେତ ଏବଂ ଗାଈ ଗୋରୁମାନେ ଅଛନ୍ତି। ମୁଁ ପିଲାଦିନରୁ କାମ କରୁଛି, ମୋ ବାପା ମାଙ୍କୁ ସାହାଯ୍ୟ କରୁଛି। ଏଠାରେ ସହରରେ ସବୁକିଛି ଭିନ୍ନ, କିନ୍ତୁ ଏହା ଭଲ ଲାଗେ। ରାଜେଶ କହିଥିଲା, ହଁ ସହରରେ ସବୁକିଛି ଦ୍ରୁତ, କିନ୍ତୁ ମୁଁ ତୁମର ଗାଁ ଭଳି ସରଳତାକୁ ପସନ୍ଦ କରେ। ଉର୍ମିଳାଙ୍କ ଆଖି ଚମକୁଥିବ। ସାର୍ ଆପଣ ମଧ୍ୟ ଭଲ, ଆପଣ କେବେ ରାଗନ୍ତି ନାହିଁ। ଗୋଟିଏ ଦିନ ଉର୍ମିଳା ଘର ସଫା କରୁଥିଲେ। ରାଜେଶଙ୍କ କୋଠରୀ ସଫା କରିବା ସମୟରେ ସେ ରାଜେଶଙ୍କ ସ୍ତ୍ରୀଙ୍କ ଏକ ପୁରୁଣା ଫଟୋ ଦେଖିଲା। ଉର୍ମିଳା ପଚାରିଲା, ସାର୍ ଏଇ କିଏ? ରାଜେଶ ଦୁଃଖିତ ହୋଇ କହିଲା, ଏହା ମୋ ସ୍ତ୍ରୀ ଉର୍ମିଳା। ସେ କିଛି ବର୍ଷ ପୂର୍ବରୁ ଦେହାନ୍ତ ହୋଇଯାଇଥିଲେ। ଉର୍ମିଳା ସହାନୁଭୂତି ସହିତ କହିଲା, ସାର୍ ଭଗବାନ ସବୁକିଛି ଠିକ କରିଦେବେ, ଏକା ରୁହନ୍ତୁ ନାହିଁ, ବେଳେ ବେଳେ ବାହାରକୁ ଆସ। ରାଜେଶ ହସିଲା, ଆପଣ ଏଠାରେ ଅଛନ୍ତି, ମୁଁ ଆଉ ଘରେ ଏକା ଅନୁଭବ କରୁନାହିଁ। ଉର୍ମିଳା କହିଲା, ହଁ ସାର୍ ମୁଁ ଅଛି, କିନ୍ତୁ ମୁଁ କେବଳ ଜଣେ ଚାକରାଣୀ। କିନ୍ତୁ ତାଙ୍କ କଣ୍ଠରେ ଏକ ଉଷ୍ମତା ଥିଲା, ହୁଏତ ସେ କିଛି ଇଙ୍ଗିତ କରୁଥିଲେ। ରାଜେଶ କହିଲେ, ଆପଣ ଚାକରାଣୀ ନୁହନ୍ତି, ଆପଣ ଏବେ ପରିବାରର ସଦସ୍ୟ ପରି। ଏବଂ ଉର୍ମିଳା ଖୁସି ହୋଇଗଲେ, କିନ୍ତୁ ସେ ତାଙ୍କର ସୀମା ଜାଣିଥିଲେ। ଦିନ ବିତିଗଲା ଏବଂ ଉର୍ମିଳାଙ୍କ କାମ ବଢିଗଲା। ସେ ବଜାରରୁ କିଣା ସାମଗ୍ରୀ କିଣିବା ମଧ୍ୟ ଆରମ୍ଭ କଲା, କିନ୍ତୁ ରାଜେଶ ସବୁବେଳେ ତାଙ୍କ ସହିତ ଯାଉଥିଲା, କାରଣ ଝିଅକୁ ଏକୁଟିଆ ସହର ପଠାଇବା ଠିକ ମନେ ହେଉଥିଲା। ଥରେ ବଜାରରେ ଉର୍ମିଳା କହିଲା, ମହାଶୟ ଏହି ପନିପରିବା ତାଜା, ଦୟାକରି ସେଗୁଡ଼ିକୁ ନିଅ। ରାଜେଶ କହିଲା, ହଁ ଆପଣ କିଛି ଭଲ ବାଛନ୍ତୁ। ଉର୍ମିଳା ନଈ ପଡ଼ିଲା ଏବଂ ତାଙ୍କ ସ୍କାର୍ଫ ଖସିଗଲା ଏବଂ ତାଙ୍କ କେଶ ତାଙ୍କ ମୁହଁ ଉପରେ ପଡ଼ିଗଲା। ରାଜେଶ କହିଲା, ସାବଧାନ ରୁହନ୍ତୁ ଉର୍ମିଳା, ଆପଣଙ୍କ କେଶ ପଡ଼ିଗଲା। ଉର୍ମିଳା ହସିଲା ଏବଂ ଟିକେ ଲଜ୍ଜିତ ହେଲା। ତାପରେ ଘରକୁ ଫେରି ଉର୍ମିଳା ରାନ୍ଧିଲା ଏବଂ ରାଜେଶ ଖାଇଲା। ଉର୍ମିଳା, ଆପଣ ଯେଉଁ ଖାଦ୍ୟ ରାନ୍ଧୁଛନ୍ତି ତାହା ମୋତେ ଘର ମନେ ପକାଇଦିଏ। ରାଜେଶ କହିଲା। ଉର୍ମିଳା ଉତ୍ତର ଦେଲା, ମହାଶୟ ମୁଁ କେବଳ ଆପଣଙ୍କୁ ପସନ୍ଦ କରିବାକୁ ଚେଷ୍ଟା କରେ। ଧୀରେ ଧୀରେ ଉର୍ମିଳା ଏବଂ ରାଜେଶଙ୍କ ମଧ୍ୟରେ ଏକ ସମ୍ପର୍କ ସୃଷ୍ଟି ହେବାକୁ ଲାଗିଲା। ଉର୍ମିଳା କେତେକ ସମୟରେ ତାଙ୍କ କାହାଣୀ କହୁଥିଲେ, ସେ ଗାଁରେ କିପରି ଖେଳୁଥିଲେ, କିପରି ସେ ସ୍କୁଲ ଛାଡ଼ିଥିଲେ ଏବଂ ସେ କିପରି କାମ ଖୋଜିବା ପାଇଁ ସହରକୁ ଆସିଥିଲେ। ରାଜେଶ ଶୁଣି କହିଲା, ଉର୍ମିଳା ଯଦି ତୁମେ ପଢିବାକୁ ଚାହୁଁଛ ମୁଁ ସାହାଯ୍ୟ କରିପାରିବି। ଉର୍ମିଳା ଉତ୍ତର ଦେଲା, ମହାଶୟ ମୁଁ ଏବେ ବୟସ୍କ, କିନ୍ତୁ ଧନ୍ୟବାଦ। କିନ୍ତୁ ତାଙ୍କର ଏକ ସ୍ୱପ୍ନ ଥିଲା, ହୁଏତ ସେ ଭବିଷ୍ୟତରେ କିଛି କରିପାରିବେ। ରାଜେଶ ତାଙ୍କ ଜୀବନ ବିଷୟରେ ମଧ୍ୟ କହିଥିଲେ। ସେ ଦୋକାନ କିପରି ଆରମ୍ଭ କରିଥିଲେ, ତାଙ୍କ ସ୍ତ୍ରୀ ଚାଲିଯିବା ପରେ ସେ କିପରି ଏକାକୀ ହୋଇଗଲେ। ଉର୍ମିଳା ଶୁଣି କହୁଥିଲେ, ମହାଶୟ ଜୀବନ ଦିନେ ନା ଦିନେ ଚାଲିଯାଏ। ଗୋଟିଏ ରାତିରେ ଉର୍ମିଳା ରୋଷେଇ ଘରେ କାମ କରୁଥିଲେ ଏବଂ ରାଜେଶ ଟିଭି ଦେଖୁଥିଲେ। ହଠାତ୍ ଉର୍ମିଳାର ସ୍ୱର ଶୁଭିଲା, ମହାଶୟ ଏହି ମସଲା ସରିଗଲା। ରାଜେଶ ରୋଷେଇ ଘରକୁ ଗଲେ ଏବଂ ଦେଖିଲେ ଯେ ଉର୍ମିଳା ଉପର ମହଲାରୁ ଜିନିଷ ବାହାର କରୁଛି। ସେ ଉପରକୁ ହାତ ବଢାଇଥିଲା, ତାର ଶରୀର ଟିକେ ଟାଣ ହୋଇଗଲା। ରାଜେଶ କହିଲା, ଅପେକ୍ଷା କର ଉର୍ମିଳା, ମୁଁ ଏହାକୁ ବାହାର କରିଦେବି। ସେ ପାଖକୁ ଆସି ଜିନିଷ ବାହାର କଲେ। ଉର୍ମିଳା କହିଲା, ମହାଶୟ ତୁମେ ମୋତେ କାହିଁକି ହଇରାଣ କରୁଛ? ମୁଁ ଏହା କରିବି। କିନ୍ତୁ ରାଜେଶ କହିଲେ, ଠିକ ଅଛି, ତୁମେ ଛୋଟ, ମୁଁ ଉଚ୍ଚ। ଉର୍ମିଳା ହସିଲା, ମହାଶୟ ମୁଁ ଛୋଟ, କିନ୍ତୁ ମୁଁ କାମ କରିପାରିବି। ତାପରେ ରାଜେଶ ଜିନିଷପତ୍ର ପହଞ୍ଚାଇ ଚାଲିଗଲା। ଉର୍ମିଳା ଖାଦ୍ୟ ରାନ୍ଧିଲା ଏବଂ ସେମାନେ ମାଲିକ ଏବଂ ଦାସୀ ପରି ଏକାଠି ଖାଇଲେ, କିନ୍ତୁ ବନ୍ଧୁ ହେବା ସହିତ ସମୟ ବିତିଗଲା ଏବଂ ଉର୍ମିଳା ଘରର ସବୁକିଛି ସହିତ ପରିଚିତ ହୋଇଗଲା। ରାଜେଶର ପସନ୍ଦ ଏବଂ ନାପସନ୍ଦ, କିପରି ତାଙ୍କ ପୋଷାକ ସଂରକ୍ଷଣ କରିବେ ଏବଂ କିପରି ରୋଷେଇ କରିବେ। ଗୋଟିଏ ଦିନ ରାଜେଶ କହିଲେ, ଉର୍ମିଳା ତୁମେ ଏତେ କଠିନ ପରିଶ୍ରମ କର, ତୁମେ କେତେବେଳେ କାହିଁକି ବିଶ୍ରାମ ନେଉନାହଁ? ଉର୍ମିଳା ଉତ୍ତର ଦେଲେ, ମହାଶୟ ମୁଁ ରାତିରେ ଟିକେ ବିଶ୍ରାମ ପାଏ, ମୁଁ ଦିନରେ କାମ କରି ଭଲ ଅନୁଭବ କରେ। ରାଜେଶ ଭାବିଲେ ସେ କେତେ ଭଲ ଝିଅ ଏବଂ ତାଙ୍କ ପ୍ରତି ତାଙ୍କର ସମ୍ମାନ ବଢିଗଲା। କିଛି ସପ୍ତାହ ପରେ ଉର୍ମିଳା କହିଲେ, ମହାଶୟ ମୋର ଗାଁରୁ ଫୋନ ଆସିଲା, ମୋ ମା ଅସୁସ୍ଥ ଅଛନ୍ତି, ମୋତେ ଗୋଟିଏ କିମ୍ବା 2 ଦିନ ଯିବାକୁ ପଡିବ। ରାଜେଶ ଚିନ୍ତିତ ହୋଇଗଲେ, ଉର୍ମିଳା ଯଦି ତୁମେ ଯାଅ ମୁଁ କିପରି ବଞ୍ଚିବି? ସେ କହିଲେ, ଘର କିପରି ଚାଲିବ, କିନ୍ତୁ ଯାଅ ଏବଂ ତୁମ ମାଙ୍କର ମଧ୍ୟ ଯତ୍ନ ନିଅ। ସେ ପଚାରିଲେ,
ମୁଁ ତୁମ ସହିତ ଆସିବା ଉଚିତ କି? ଉର୍ମିଳା ଉତ୍ତର ଦେଲେ, ନା ମହାଶୟ, ଏହା ତୁମର ଦୋକାନ, ମୁଁ ଶୀଘ୍ର ଫେରି ଆସିବି। ରାଜେଶ ତାକୁ ଟଙ୍କା ଦେଲେ। ଏହାକୁ ଔଷଧ ପାଇଁ ରଖ। ଉର୍ମିଳା ଆଖିରେ ଲୁହ ଭରିଗଲା। ମହାଶୟ, ତୁମେ ଏତେ ଭଲ କାହିଁକି? ରାଜେଶ କହିଲା, ତୁମେ ମଧ୍ୟ ଭଲ। ଉର୍ମିଳା ଚାଲିଗଲା। ସେ ଯିବା ପରେ ଘର ଖାଲି ଥିଲା। ଏବେ ରାଜେଶ ଉର୍ମିଳା ସହିତ ଅଭ୍ୟସ୍ତ ହୋଇଯାଇଥିଲା। 2 ଦିନ ପରେ ଉର୍ମିଳା ଫେରି ଆସିଲା ଏବଂ ଘର ପୁଣି ଚମକି ଉଠିଲା। ମହାଶୟ, ମା ଏବେ ଠିକ ଅଛନ୍ତି କି? ସେ ପଚାରିଲା। ରାଜେଶ ଖୁସି ହୋଇଗଲା। ଭଲ ଅଛି ଉର୍ମିଳା, ଏବେ ତୁମେ ବିଶ୍ରାମ ନେଇପାରିବ। କିନ୍ତୁ ଉର୍ମିଳା କାମକୁ ଫେରିଗଲା। ସନ୍ଧ୍ୟାରେ ସେମାନେ କଥାବାର୍ତ୍ତା କଲେ ଏବଂ ଉର୍ମିଳା ଗାଁ ବିଷୟରେ କାହାଣୀ କହିଲେ। ସେଠାକାର ଲୋକମାନେ ପରସ୍ପରକୁ କିପରି ସାହାଯ୍ୟ କରୁଥିଲେ, ସେମାନେ କିପରି ପର୍ବ ପାଳନ କରୁଥିଲେ। ରାଜେଶ ଶୁଣିଲେ, ଉର୍ମିଳାର ନିର୍ଦ୍ଦୋଷତା ବିଷୟରେ ଭାବିଲେ। ତାପରେ ଧୀରେ ଧୀରେ ମାସ ବିତିଗଲା। ଉର୍ମିଳା ଆଉ ରାଜେଶଙ୍କ ପାଇଁ କେବଳ ଚାକରାଣୀ ନୁହେଁ, ବରଂ ଜଣେ ଗୃହରକ୍ଷୀ ପରି ମନେ ହେଉଥିଲା। ଗୋଟିଏ ଦିନ ରାଜେଶ କହିଲା, ମହାଶୟ, ତୁମେ ବୟସ୍କ ହେଉଛ, ତୁମେ ବିବାହ କରିବା ବିଷୟରେ ଭାବିଛ। ଉର୍ମିଳା ଲାଜ ହୋଇଗଲା। ମହାଶୟ, ମୁଁ ଏବେ କାମ କରୁଛି, ମୁଁ କାରେ କାହାକୁ ପାଇବି? ରାଜେଶ କହିଲା, ହଁ, କିନ୍ତୁ ମୁଁ ଆଶା କରୁଛି ଯେ ମୁଁ ଏକ ଭଲ ପୁଅ ପାଇବି। ଉର୍ମିଳା ହସି କହିଲା, ସାର, ଯଦି ମୁଁ ଆପଣଙ୍କ ପରି ଭଲ କାହାକୁ ପାଇଯାଏ। କିନ୍ତୁ ରାଜେଶ କେବଳ ହସିଲା। ମୁଁ ବୁଢା ହୋଇଯାଉଛି ଉର୍ମିଳା, ଏବଂ କଥାବାର୍ତ୍ତା ବଦଳିଗଲା। ଉର୍ମିଳା ଭାବିଲା, ସାର କେତେ ଭଦ୍ର ଲୋକ। ଉର୍ମିଳା ଆସିବାକୁ ପ୍ରାୟ 1.5 ବର୍ଷ ହୋଇଗଲା। ତାର ହସ ଘରେ ଏକ ସାଧାରଣ ପରିହାସ ହୋଇଗଲା। ରାଜେଶ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଖୋଲା ହୋଇଗଲା। କେତେବେଳେ ରାତିରେ ସେମାନେ ଟେରାସରେ ବସି ଚା ପିଉଥିଲେ ଏବଂ ତାରା ଗଣୁଥିଲେ। ଉର୍ମିଳା କହୁଥିଲେ, ସାର, ଗାଁରେ କମ ବିଦ୍ୟୁତ ଥିଲା, ତେଣୁ ତାରାଗୁଡ଼ିକ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏଠାରେ ଆଲୋକ ଯୋଗୁଁ ସେଗୁଡ଼ିକ ଝାପ୍ସା ଦେଖାଯାଉଥିଲା। ରାଜେଶ ହସି କହୁଥିଲେ, ହମ୍, କିନ୍ତୁ ଆପଣ ଏଠାରେ ଥିବାରୁ ତାରାଗୁଡ଼ିକ ତଳେ ପଡ଼ିଯାଇଛନ୍ତି। ଉର୍ମିଳା ଲାଜରେ ଚୁପ୍ ରହୁଥିଲେ, କିନ୍ତୁ ତାଙ୍କ ଆଖି ଚମକୁଥିଲା। ଗୋଟିଏ ଦିନ ତାଙ୍କ ପୁରୁଣା ବନ୍ଧୁ ବିକାଶ ରାଜେଶଙ୍କ ଦୋକାନକୁ ଆସିଥିଲେ। ବିକାଶ ସ୍ମାର୍ଟ ଦେଖାଯାଉଥିଲେ। ସେହି ସନ୍ଧ୍ୟାରେ ରାଜେଶ ଘରକୁ ଫେରିବା ପରେ ବିକାଶ ତାଙ୍କ ସହିତ ଥିଲେ। ଉର୍ମିଳା ଦ୍ୱାର ଖୋଲିବା ସମୟରେ ବିକାଶଙ୍କ ନଜର ଉର୍ମିଳା ଉପରେ ପଡ଼ିଲା। ସେ ରାଜେଶକୁ ଧୀରେ କହିଲେ, ବନ୍ଧୁ, ସେ ଜଣେ ସୁନ୍ଦରୀ, ତୁମେ ତାକୁ କେଉଁଠି ଲୁଚାଇ ରଖିଥିଲା? ରାଜେଶ ହସି ପ୍ରଶ୍ନଟିକୁ ଖାରଜ କରିଦେଲେ। ସେ କେବଳ ଜଣେ ଚାକରାଣୀ, ସେ ଭଲ କାମ କରେ। ବିକାଶ ଉପରୁ ତଳ ପର୍ଯ୍ୟନ୍ତ ଉର୍ମିଳାଙ୍କୁ ଚାହିଁ କହିଲେ, ଉର୍ମିଳା, ଦୟାକରି ଚାରେ ତୁମର ହସ୍ ମିଶାଅ। ଉର୍ମିଳା କେବଳ କହିଲା, ମୁଁ କଣ କମ ଚିନି ଦେବି? ବିକାଶ ହସିଲା, କିନ୍ତୁ ରାଜେଶ ଏହାକୁ ପସନ୍ଦ କଲା ନାହିଁ। ସେ ବିକାଶକୁ ଖାଇବାକୁ ଦେଇ ଶୀଘ୍ର ପଠାଇଦେଲା। ରାତିରେ ଉର୍ମିଳା ପଚାରିଲା, ମହାଶୟ, ତୁମର ବନ୍ଧୁ ଖରାପ ଅନୁଭବ କଲେ କି? ରାଜେଶ କହିଲା, ନା ଉର୍ମିଳା, ସେ ଠିକ୍ ସେହିପରି, ତୁମେ ନିଜର ଯତ୍ନ ନିଅ। ସେହିଦିନ ପ୍ରଥମ ଥର ପାଇଁ ରାଜେଶ ଅନୁଭବ କଲା ଯେ ଉର୍ମିଳା ବାହାର ଦୁନିଆର ମଇଳା ଆଖିରୁ ରକ୍ଷା କରିବା ତାଙ୍କର କର୍ତ୍ତବ୍ୟ। ତାପରେ ଗୋଟିଏ ଦିନ କିଛି ଘଟିଲା ଯାହା ପ୍ରକୃତରେ ଏକ ନୂତନ ମୋଡ଼ ନେଇଥିଲା। ରାଜେଶଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଗଲା। ତାଙ୍କୁ ପ୍ରବଳ ଜ୍ୱର ହେଲା। ତାଙ୍କ ଶରୀର ଯନ୍ତ୍ରଣା ହେଉଥିଲା। ଡାକ୍ତର କହିଲେ ଯେ ତାଙ୍କୁ 2 କିମ୍ବା 3 ଦିନ ପାଇଁ ବିଛଣାରେ ରହିବା ଆବଶ୍ୟକ। କୌଣସି କାମ ନଥିଲା। ଉର୍ମିଳା ଦିନ ରାତି ତାଙ୍କର ଯତ୍ନ ନେଉଥିଲେ। ସେ ତାଙ୍କୁ ଔଷଧ ଦେଉଥିଲେ। ସେ ତାଙ୍କ ମୁଣ୍ଡରେ ପାଣିପଟି ଲଗାଇ ଏକ କାଢ଼ା ପ୍ରସ୍ତୁତ କରୁଥିଲେ। ରାତିରେ ମଧ୍ୟ ସେ ସାହେବଙ୍କୁ କିଛି ଦରକାର କି ନାହିଁ ଦେଖିବା ପାଇଁ 2 କିମ୍ବା 3 ଥର ଉଠି ଯାଉଥିଲେ। ତୃତୀୟ ଦିନ ଯେତେବେଳେ ଜ୍ୱର କମିଗଲା, ରାଜେଶ ଉର୍ମିଳାର ହାତ ଧରି କହିଲେ, ଉର୍ମିଳା, ଯଦି ତୁମେ ସେଠାରେ ନଥାଅ, ତେବେ ମୁଁ ଭାବୁଥାନ୍ତି ଯେ ତୁମେ ପ୍ରକୃତରେ ଭଗବାନଙ୍କ ଉପହାର। ଉର୍ମିଳାଙ୍କ ଆଖି ଲୁହରେ ଭରିଗଲା। ସେହି ମୁହୂର୍ତ୍ତରେ ସେମାନଙ୍କ ମଧ୍ୟରେ ଏପରି କିଛି ସଂଯୋଗ ହୋଇଗଲା ଯାହା ଶବ୍ଦ ବାହାରେ। ସୁସ୍ଥ ହେବା ପରେ ରାଜେଶ ଉର୍ମିଳାକୁ ଆଉ କେବଳ ଚାକରାଣୀ ଭାବରେ ନ ରଖିବାକୁ ନିଷ୍ପତ୍ତି ନେଲେ। ସେ ଉର୍ମିଳାଙ୍କୁ କହିଲେ, ଉର୍ମିଳା, ମୁଁ ନିଷ୍ପତ୍ତି ନେଇଛି ଯେ ତୁମେ ମୋ ସହିତ ଦୋକାନକୁ ଆସି ହିସାବ ଶିଖିବ। କିଛି ଟଙ୍କା ସଞ୍ଚୟ କର ଏବଂ ନିଜ ପାଇଁ କିଛି କର। ତୁମେ ବହୁତ ବୁଦ୍ଧିମାନ। କେବଳ ଘର କାମ କରିବା ଠିକ ନୁହେଁ। ଉର୍ମିଳା ଆଶ୍ଚର୍ଯ୍ୟ ହୋଇଗଲା। ମହାଶୟ, ମୁଁ ନିରକ୍ଷର। ରାଜେଶ କହିଲା, ମୁଁ ତୁମକୁ ପଢ଼ାଇବି। ମୁଁ ସନ୍ଧ୍ୟାରେ ଜଣେ ମ୍ୟାଡାମଙ୍କୁ ଡାକିଛି। ସେ ତୁମକୁ କିପରି ପଢ଼ିବା ଏବଂ ଲେଖିବା ଶିଖାଏ ଏବଂ ମୁଁ ମୋର ଖର୍ଚ୍ଚ ବହନ କରିବି। ଉର୍ମିଳାର ଗୋଡ଼ ବୁଡ଼ିଗଲା। ସେ କାନ୍ଦି ପକାଇ ରାଜେଶଙ୍କ ପାଦ ଛୁଇଁଲା। ମହାଶୟ, ମୁଁ କେବେ କଳ୍ପନା କରି ନଥିଲି ଯେ କେହି ମୋ ପାଇଁ ଏତେ କିଛି କରିବେ। ପର ମାସରୁ ଉର୍ମିଳା ଦୋକାନକୁ ଯିବା ଆରମ୍ଭ କଲା। ପ୍ରଥମେ ସେ କେବଳ ଦେଖୁଥିଲା, ତାପରେ ସେ ହିସାବ ଲେଖିବା ଆରମ୍ଭ କଲା। ତାର ହାତ ଲେଖା ଉନ୍ନତ ହେଲା। ସେ ସ୍ପଷ୍ଟ ମୁଣ୍ଡ ଥିଲା। ତାର ମନ ତୀକ୍ଷ୍ଣ ଥିଲା। ଗ୍ରାହକମାନେ ଉର୍ମିଳାଙ୍କ ସହ କଥା ହୋଇ ଖୁସି ହେଉଥିଲେ। ରାଜେଶଙ୍କୁ ଲାଗୁଥିଲା ଯେପରି ତାଙ୍କ ଝିଅ ଦୋକାନ ପରିଚାଳନା କରୁଛି। ସନ୍ଧ୍ୟାରେ କ୍ଲାସ ହେଉଥିଲା। ଉର୍ମିଳା 6ଠ ଶ୍ରେଣୀ ପର୍ଯ୍ୟନ୍ତ ପୁସ୍ତକ ପଢ଼ିବା ଆରମ୍ଭ କରିଥିଲେ। ରାତିରେ ରାଜେଶ ପଚାରୁଥିଲେ,
ଆଜି ତୁମେ କଣ ଶିଖିଲେ? ଉର୍ମିଳା ଲଜ୍ଜିତ ଭାବରେ ବୁଝାଉଥିଲେ ଏବଂ ରାଜେଶ ଗର୍ବରେ ପୂର୍ଣ୍ଣ ହେଉଥିଲେ। ଧୀରେ ଧୀରେ ଉର୍ମିଳା ପରିବର୍ତ୍ତନ ହେବାକୁ ଲାଗିଲା। ତାଙ୍କ ପୋଷାକ ସରଳ ରହିଲା, କିନ୍ତୁ ତାଙ୍କର ଆତ୍ମବିଶ୍ୱାସ ବଢିଲା। ଏବେ ସେ ରାଜେଶଙ୍କ ସହିତ ଖୋଲାଖୋଲି କଥା ହେଲେ। ଗୋଟିଏ ଦିନ ସେ କହିଲେ, ମହାଶୟ, ମୁଁ ନିଷ୍ପତ୍ତି ନେଇଛି ଯେ ଯେତେବେଳେ ମୁଁ ଭଲ ଭାବରେ ଶିକ୍ଷିତ ହେବି ଏବଂ ଗଣିତକୁ ଭଲ ଭାବରେ ବୁଝିବି, ମୁଁ ମୋର ନିଜର ଏକ ଛୋଟ ବ୍ୟୁଟି ପାର୍ଲର ଖୋଲିବି। ମୁଁ ଗାଁର ଝିଅମାନଙ୍କୁ ପଢାଇବି। ରାଜେଶ ଉର୍ମିଳାକୁ କୁଣ୍ଢେଇ ପକାଇଲେ। ଏହା ପ୍ରଥମ ଥର ପାଇଁ ଅସୁତା ସହିତ ଘଟିଥିଲା ଏବଂ ସେ କହିଲେ, ଉର୍ମିଳା, ତୁମେ ଆଜି ମୋତେ ସବୁଠାରୁ ବଡ଼ ଖୁସି ଦେଇଛ। ତାପରେ ସହର ସାରା କଥା ବ୍ୟାପିଗଲା। ଲୋକମାନେ କହିଲେ, ରାଜେଶଙ୍କ ଚାକରାଣୀ ଏବେ ତାଙ୍କର ମାଲିକାଣୀ ହେବାକୁ ଯାଉଛନ୍ତି। ସେମାନେ କିଛି ଅନୁପଯୁକ୍ତ କଥା ମଧ୍ୟ କହିଲେ, କିନ୍ତୁ ରାଜେଶ କାହାକୁ ତାଙ୍କୁ ଛୁଇଁବାକୁ ଦେଲେ ନାହିଁ। ସେ ସ୍ପଷ୍ଟ ଭାବରେ କହିଲେ, ଉର୍ମିଳା ମୋ ଝିଅ ପରି, ଯିଏ ମୋ ସାମ୍ନାରେ ତାଙ୍କ ମର୍ଯ୍ୟାଦାକୁ ଛୁଇଁବାକୁ ସାହସ କରିବ, ସେ ଆସିବ ନାହିଁ। ତାପରେ ଗୋଟିଏ ଦିନ ଏପରି ଏକ ଦିନ ଆସିଲା ଯାହା କେହି କଳ୍ପନା କରିନଥିଲେ। କିନ୍ତୁ ଉର୍ମିଳାର ମା ଗାଁରୁ ଆସିଲେ। ସେ ରାଜେଶଙ୍କ ପାଦ ଛୁଇଁ କାନ୍ଦି କାନ୍ଦି କହିଲେ, ମୁଁ ମୋ ଝିଅକୁ ତୁମ ପାଇଁ କାମ କରିବାକୁ ପଠାଇଥିଲି। ତୁମେ ତାକୁ ତୁମର ଝିଅ ଭାବରେ ଗ୍ରହଣ କରିଥିଲା। ମୁଁ ତୁମକୁ କଣ ଦେଇପାରିବି? ରାଜେଶ କହିଲେ, ମାଉସୀ, ଉର୍ମିଳା କେବଳ ତୁମର ଆଶୀର୍ବାଦ ଦିଅ। ମା ଉର୍ମିଳାଙ୍କୁ ଡାକି ସମସ୍ତଙ୍କ ସମ୍ମୁଖରେ କହିଲେ, ଝିଅ, ଆଜିଠାରୁ ଏହା ତୁମର ଘର, ଏହା ତୁମର ବାପା। ଏବଂ ତାପରେ ସମସ୍ତଙ୍କ ସମ୍ମୁଖରେ ସେ ରାଜେଶଙ୍କୁ କହିଲେ, ମୁଁ ଚାହୁଁଛି ମୋ ଝିଅ ଏହି ଘରର ବୋହୂ ହେଉ। ଯଦି ତୁମର ହୃଦୟ ରାଜି ହୁଏ। ଘରଟି ନୀରବ ହୋଇଗଲା। ରାଜେଶଙ୍କ ଆଖି ଓଦା ହୋଇଗଲା। ଉର୍ମିଳା ମୁଣ୍ଡ ନଈ ଠିଆ ହୋଇଥିଲା। ତାର ମୁହଁ ଲାଲ ହୋଇଯାଉଥିଲା। ରାଜେଶ ଉର୍ମିଳାକୁ ଚାହିଁଲେ। ଉର୍ମିଳାଙ୍କ ଆଖିରେ ଭୟ, ଲଜ୍ଜା ଏବଂ ଏକ ପ୍ରଶ୍ନ ଗଭୀର ଥିଲା। ରାଜେଶ ଧୀରେ କହିଲେ, ଉର୍ମିଳା, ତୁମେ କଣ ଚାହୁଁଛ? ଉର୍ମିଳା ପ୍ରଥମ ଥର ପାଇଁ ସିଧାସଳଖ ସାହିବଙ୍କ ଆଖିକୁ ଚାହିଁ କହିଲା, ମହାଶୟ, ତୁମେ ମୋତେ ସବୁ କିଛି ଦେଇଛ, ଯାହା ମୋ ବାପା ମା ମଧ୍ୟ ମୋତେ ଦେଇପାରି ନଥିଲେ। ଯଦି ତୁମେ ମୋତେ ତୁମର ଝିଅ ବୋଲି ଭାବୁଛ, ତେବେ ମୁଁ ସବୁବେଳେ ତୁମର ଝିଅ ହୋଇ ରହିବି। ଯଦି ତୁମେ ମୋତେ ତୁମର ଜୀବନ ସାଥୀ ବୋଲି ଭାବୁଛ, ତେବେ ମୁଁ ସବୁବେଳେ ତୁମର ଉର୍ମିଳା ହୋଇ ରହିବି। ରାଜେଶ ଉର୍ମିଳାର ହାତ ଧରି ତାଙ୍କ ମାଙ୍କୁ କହିଲେ, ମାଉସୀ, ମୁଁ ତୁମର ଝିଅକୁ ମୋ ଝିଅ ନୁହେଁ, ବରଂ ମୋର ଜୀବନ ସାଥୀ କରିବାକୁ ଚାହୁଁଛି। ଯଦି ଉର୍ମିଳା ରାଜି ହୁଏ, ତେବେ ଆଜିଠାରୁ ମୁଁ ତାଙ୍କର। ଉର୍ମିଳା କାନ୍ଦି କାନ୍ଦି ହମ କହିଲେ। ବିବାହ ଏକ ମହାନ ଘଟଣା ଥିଲା। ସମଗ୍ର ପଡୋଶୀକୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁମାନେ ପୂର୍ବରୁ ତାଙ୍କ ବିଷୟରେ ଖରାପ କଥା କହିଥିଲେ, ସେମାନେ ମଧ୍ୟ ଆସି ତାଙ୍କୁ ଅଭିନନ୍ଦନ ଜଣାଇବାକୁ ମୁଣ୍ଡ ନୁଆଇଥିଲେ। ଯେଉଁଦିନ ଉର୍ମିଳା ବଧୂ ହେଲା, ସେତେବେଳେ ପ୍ରକୃତରେ ଏପରି ଲାଗିଲା ଯେପରି ତାରାମାନେ ପ୍ରକୃତରେ ପୃଥିବୀକୁ ଓହ୍ଲାଇ ଆସିଛନ୍ତି। ବିବାହ ପରେ ଉର୍ମିଳା ନିଜର ବ୍ୟୁଟି ପାର୍ଲର ଖୋଲିଲେ। ସେ ଏହାର ନାମ ଦେଲେ ଉର୍ମିଳା ସ୍ମାଇଲ। ରାଜେଶ ଦୋକାନ ପରିଚାଳନା କରୁଥିଲେ ଉର୍ମିଳା ପାର୍ଲର। ସନ୍ଧ୍ୟାରେ ସେମାନେ ଏକାଠି ବସି ଚା ପିଉଥିଲେ ଏବଂ ହସୁଥିଲେ। ଏବେ ଉର୍ମିଳା ରାଜେଶକୁ ସାର ଡାକି ନଥିଲେ। ସେ ହମ କହୁଥିଲେ, ଆଉ ରାଜେଶ କହୁଥିଲେ, ଉର୍ମିଳା, ତୁମେ ମୋତେ ଦ୍ୱିତୀୟ ଜୀବନ ଦେଇଛ। ଲୋକମାନେ କୁହନ୍ତି ଯେ ସେହି ଉର୍ମିଳା ଏବେ ବି ସେହି ଘରେ ରହେ। କେବଳ ଏବେ ସେ ଚାକରାଣୀ ନୁହେଁ, ବରଂ ମାଲିକାଣୀ। ଏବଂ ଠିକ ସେହିପରି ଜଣେ ଭଦ୍ର ମାଲିକଙ୍କ ଯୋଗୁଁ ଜଣେ ସାଧାରଣ ଦାସୀର ଜୀବନ ସବୁଠାରୁ ସୁନ୍ଦର କାହାଣୀ ହୋଇଗଲା।